ଶ୍ରୋତାବନ୍ଧୁ ନମସ୍କାର। ଆଜି ଶୁଣନ୍ତୁ କ୍ଷୁଦ୍ରଗଳ୍ପ ଦେବତାର ବିଧାତା। ଗାଳ୍ପିକ ଗୋଦାବରୀଶ ମହାପାତ୍ର। ଉପସ୍ଥାପନାରେ ମୁଁ ହିମାଂଶୁ ଶେଖର ମହାନ୍ତ। ପ୍ରତାପ ଜୀବନଟା ଏକ ବିରାଟ ପ୍ରାଚୀନ କାବ୍ୟ କହିଲେ ଚଳେ। ପ୍ରତ୍ନତତ୍ତ୍ୱ ଅନୁସନ୍ଧାନରେ ବା ପ୍ରାଚୀନ ପୋଥି ସଂଗ୍ରହରେ କାବ୍ୟର ପରିଚୟ ମିଳିନାହିଁ। ପ୍ରାୟ 80 ବର୍ଷ ତଳେ କୌଣସି ଏକ ଦେବମଣ୍ଡପରେ ଏହି କାବ୍ୟର ମଙ୍ଗଳାଚରଣ ହୋଇଥିଲା। ତହିଁର ଏକ ରହସ୍ୟମୟ ସ୍ୱର୍ଗ ପାଠକଙ୍କୁ ଶୁଣିବାକୁ ଇଚ୍ଛା। ଶୁଣାଅଛି କେଉଁ ଆଦି ଯୁଗରେ ଚିଲିକା ରକ୍ତବାହୁର ସମାଧି ଆସନ ରଚନା କରିଥିଲା। ସେହି ସମୟର ବହୁ ଯୁଗ ପରେ ଆଜି ଏକ ବିରାଟ କଳ୍ପନାର ଅନନ୍ତ ସମାଧି ଚିଲିକାର ବାଲୁକାମୟ ନିର୍ଜନ ପ୍ରାନ୍ତରରେ ହେଇଛି। ସେଥିପାଇଁ ରଣଦୁନ୍ଦୁଭି ବାଜି ନାହିଁ କି ଶୋକ ସଙ୍ଗୀତ ଶୁଣାଯାଇ ନାହିଁ। ନୀରବରେ ନିର୍ଜନରେ ନିର୍ବେଦ ଭାବରେ ଏକ ମହିମାମୟ ମନ୍ଦିରର ଖଣ୍ଡ ଖଣ୍ଡ ପାଷାଣ ତଳେ ଖସି ପଡ଼ିଛି ଓ ଶତ ଶତ ଶିଳ୍ପୀ ପ୍ରାଣୀର ତରୁଣ କବିର ମନର କଳ୍ପନା କାଳର ଜଟିଳ ଗହ୍ୱରରେ ଲୁଚି ଯାଇଛି। ଯେକୌଣସି ଲୋକ ଏ ଦୃଶ୍ୟ ଦେଖିପାରିବ। ଯାଅ, ଚିଲିକା କୂଳକୁ ଯାଅ। ପୂର୍ବ ଉପକୂଳରେ ଯେଉଁଠାରେ ଚଣ୍ଡକୁଦ ବୋଲି ଏକ ସ୍ଥାନ ଅଛି, ସେହିଠାରେ ଠିଆ ହୋଇ ଚାରିଆଡ଼କୁ ଚାହଁ। ପଥଶ୍ରାନ୍ତ ପଥିକ ସେହି ବାଟ ଦେଇ ଗଲାବେଳେ ହୁଏତ ତାର ପରିଚୟ କହିବ। ଏଇ ଯେ ପଥର ଗଦା ଦେଖୁଛ, ତାହା ଏକ ମନ୍ଦିରର ସ୍ମୃତି। ଦେବତା ସେଠି ଥିଲେ, ମଙ୍ଗଳ ବାଦ୍ୟ ସେଠି ବାଜୁଥିଲା, ଆନନ୍ଦ ଉତ୍ସବ ସେଠି ଚାଲିଥିଲା। ଆଜି ସେସବୁ ନାହିଁ। ବାଟର ବାଟୋଇ ହୁଏତ କଳ୍ପନାର କଥା କହିପାରେ। ଜ୍ୟୋତ୍ସ୍ନା ରାତିରେ, ଶ୍ରାବଣ ଅନ୍ଧକାରରେ କିମ୍ବା ପ୍ରଦୋଷର ଧୂସର ଛାୟାରେ ସେଇ କୁହ ଉପରେ ଠିଆ ହୋଇ ଥରେ ଧୀରେ ଧୀରେ ଡାକ, କିଏ ଅଛ? କେବଳ ପ୍ରତିଧ୍ୱନି ଶୁଣିବ। ଦୂରର ଗିରି ଗହ୍ୱର ତାର ଉତ୍ତର ଦେବ। ଚିଲିକା କଳକଳ ହୋଇ କ'ଣ କଥା କହିବ। ଏହାଠାରୁ ଆହୁରି ଏକ ବିଚିତ୍ର କଥା ଦେଖିବ। ଜଣେ କେହି ଦେବତା ଅବନତ ମସ୍ତକରେ ସେହି ଉପକୂଳ ପ୍ରାନ୍ତରେ ଏଣେ ତେଣେ ବୋଲି ଗୀତ ଗାଇବାର ଶୁଣିବ। ସେତେବେଳେ ଧରଣୀ ଗଗନମୁଗ୍ଧ ହୋଇ ସେ ଗୀତ ଶୁଣୁଥିବ। ଆକାଶର ତାରା କେବଳ ଚାହିଁଥିବେ, ପବନ କେବଳ ବହୁଥିବ, ଆଉ ଚିଲିକାରେ ଫେନିର ତରଙ୍ଗ ସେ ସଙ୍ଗୀତକୁ ଅଭିବାଦନ କରୁଥିବ। ଦିନେ ଚଣ୍ଡକୁଦର ପଥିକ ହେଲି। ନିର୍ଜନ ମଧ୍ୟାହ୍ନ, ପ୍ରଖର ସୂର୍ଯ୍ୟତାପରେ ଜଗତ ଧୂସର ହୋଇ ଉଠୁଛି। ଏ ପାଖରେ ଚିଲିକା, ସେ ପାଖରେ ଗିରିଶ୍ରେଣୀ, ମଝିରେ ଏକ ପ୍ରାଚୀନ ପାଷାଣ ସ୍ତୂପ। ତାହାରି ଭିତରେ ଦେବତାଙ୍କୁ ଖୋଜି ବାହାର କରିବା ମୋର ଥିଲା ଲକ୍ଷ୍ୟ। ପ୍ରଥମେ ବେଢ଼ାର ସ୍ମୃତିଚିହ୍ନ ଦେଖିଲି। କେତେ ପଲ୍ଲୀ ଗାଁରେ ମାନବ ଜାତିର ଶ୍ମଶାନ। ଏବେ ଦେଖିଲି ଚିଲିକା କୂଳରେ ଏକ ଦେବତାର ଶ୍ମଶାନ। କେତେ ଦେବ ଉପଦେବଙ୍କର ଅସ୍ଥି କଙ୍କାଳ ସେଠାରେ ପଡ଼ିଛି। କାହାର ହାତ, କାହାର ମୁଣ୍ଡ, କାହାର ବା କୁଚ୍ଛା କବନ୍ଧ। ଶିଳ୍ପୀ ପ୍ରାଣର ବିରାଟ କଳ୍ପନା କଥା ପ୍ରାଣରେ ରେଖାପାତ କରୁଛନ୍ତି। ନାରୀ ମୂର୍ତ୍ତି କେଉଁଠାରେ ପ୍ରଣୟା ବାହୁଛାୟା ତଳେ ଅର୍ଦ୍ଧମୁଦ୍ରିତ ନୟନରେ ସ୍ୱପ୍ନ ଦେଖୁଛି। ଭାବିଲି, କିଏ ପ୍ରଣୟର ସ୍ୱପ୍ନ ଦେଖୁଛି, କିଏ ଏହି ବିପର୍ଯ୍ୟୟର ସ୍ୱପ୍ନ ଦେଖୁଛି। ପାଖରେ ଏକ ଛୋଟ କୁଡ଼ିଆ। ସେହି ଜୀର୍ଣ୍ଣ ପାଷାଣ ସ୍ତୂପ ଭିତରେ ପଶିବାକୁ ପ୍ରଥମେ ସାହସ ହେଲା ନାହିଁ। କୁଡ଼ିଆ ଦୁଆରେ ଯାଇ ଡାକିଲି, କିଏ ଅଛ? କେବଳ କଣ୍ଠସ୍ୱର ଶୁଭିଲା, ହଁ ମୁଁ ଅଛି। ଅପେକ୍ଷାରେ ବାହାରେ ଠିଆ ହେଲି। କିଛି ସମୟ ପରେ ତାଟି ଫିଟିଲା। ଦେଖିଲି ସେ ଏକ ବିଚିତ୍ର ଦୃଶ୍ୟ। ନିତାନ୍ତ ଜରାଜୀର୍ଣ୍ଣ ଜଣେ ବୃଦ୍ଧ। ବୋଧହୁଏ ସେହି ଜୀର୍ଣ୍ଣ ମନ୍ଦିରଠାରୁ ସେ ଆହୁରି ପ୍ରାଚୀନ। ଦେହରେ କେବଳ ହାଡ଼ ଉପରେ ଚମ ଅଛି, ତା ମଝିରେ ଆଉ କିଛି ନାହିଁ। ସେ ଦୃଶ୍ୟ ଦେଖି ମୁଁ ଆଉ କିଛି କହିପାରିଲି ନାହିଁ। ଦେଖିଲି ବୃଦ୍ଧ ମୋ ଆଡ଼କୁ ନ ଚାହିଁ ଅନ୍ୟ ଦିଗକୁ ଚାହିଁ ମୋତେ କଥା କହୁଛି। ମୋର ବିସ୍ମୟର ସୀମା ରହିଲା ନାହିଁ। କିଛି ସମୟ ପରେ ବୁଝିଲି ବୃଦ୍ଧ ଅନ୍ଧ। ଦୁଃଖରେ ମୋ ଆଖି ଛଳଛଳ ହୋଇ ଆସିଲା। ସେହି ମନ୍ଦିର ଦେହରୁ ଖସି ପଡ଼ିଥିବା ଏକ ପଥର ଉପରେ ବସି କହିଲି, ବସ ତମେ ବୁଢ଼ା, ଦିଅଁ ଦର୍ଶନକୁ ଆସିଥିଲି। ଭାରି ଖରା।
ସେ ଠୋ ଠୋ ହୋଇ ହସି ଉଠିଲା। ଭାବିଲି ସେ ହସରେ ଏଇ ଜୀର୍ଣ୍ଣ ମନ୍ଦିରର ବାକି ଅଂଶଟା ଖସି ପଡ଼ିବ ପରା। କି ନିର୍ମମ ହାସ୍ୟ ସେ! ମୋର ଦେବଦର୍ଶନର ଇଚ୍ଛା ପ୍ରତି କି କଠୋର ଆକ୍ରମଣ! କିଛି ବୁଝିପାରିଲି ନାହିଁ। ସେ ମନକୁ କହିଲା, ଦେବଦର୍ଶନ ଆସିଛ, ଦେଖିଲ? ମୁଁ କି ଅପରାଧ କରିଛି ମନେକରି ପଚାରିଲି, ତମେ କ'ଣ ଏଠାରେ ମାଳି? ପୁଣି ସେଇ ନିର୍ମମ ହାସ୍ୟରଳ। ଆଉ ପ୍ରଶ୍ନ ପଚାରିବାକୁ ସାହସ କଲି ନାହିଁ। ବୃଦ୍ଧ ସ୍ଥିର ଭାବରେ ବସି କହିଲା, ଜାଣ ତମେ ଏ ମନ୍ଦିରର ଇତିହାସ? ମୁଁ ମାଳି ନୁହେଁ, ମୁଁ ଭକ୍ତ ନୁହେଁ, ମୁଁ ଦେବତା ନୁହେଁ, ମୁଁ ତୁମ ପରି ପଥିକ ମଧ୍ୟ ନୁହେଁ। ତେବେ ତୁମେ କ'ଣ? ମୁଁ ଦେବତାର ବିଧାତା। ଏତିକି କହି ବୃଦ୍ଧ ଘର କଣକୁ ହାତ ବଢ଼େଇ ଏକ ସୁନ୍ଦର କମନୀୟ ଦେବମୂର୍ତ୍ତି ଧଇଲା। କହିଲା, ଏହି ସେହି ଦେବତା, ଏହି ଦେବତା ପାଖକୁ ତମେ ଆସିଥିଲ ନୁହେଁ? ତମ ପରି ଏମିତି ଅନେକ ଅନ୍ଧ ଆସନ୍ତି, ଏ ମନ୍ଦିରର ଦେବତା ଦେଖି ଫେରିଯାଆନ୍ତି, କିନ୍ତୁ ଦେବତା ମୋର ଘରେ। ଏହା କହି ସେ ମୂର୍ତ୍ତିକୁ ଯଥାସ୍ଥାନରେ ଥୋଇଦେଲା। ମୁଁ ଅନ୍ଧ? ଅନ୍ଧ କହୁଛି ମୋତେ ଅନ୍ଧ? ମନରେ ଟିକେ ରାଗ ଆସିଲା। ରାମାୟଣ ଭାଗବତ ପୁରାଣ ପଢ଼ିଲି, ପୁରୀ ଭୁବନେଶ୍ୱର କୋଣାର୍କ ବୁଲିଲି, ଶେଷରେ ମୁଁ ହେଲି ଅନ୍ଧ? ମୁଁ କ'ଣ କହିବା ପୂର୍ବରୁ ବୃଦ୍ଧ କହିଲା, ବୋଧହୁଏ ଆଘାତ ପାଇଲ, କିନ୍ତୁ ତମେ ଜାଣ ନାହିଁ ଏ ପ୍ରାଣ ମୋର କେତେ ଆଘାତ ସହିଛି। ଏହି ଆଘାତରେ ଏ ଦୃଷ୍ଟିର ଶକ୍ତି କମିଯାଇଛି। ଏହି ଆଘାତ କିଏ ଦେଇଛି ଜାଣ? ଏଇ ଯେ ଦେବତା ତୁମେ ଦେଖିବାକୁ ଆସିଥିଲ, ସେଇ ଦେବତା। କିପରି? ତାହା ଏକ ବିରାଟ ଇତିହାସ। ଆଜିର ଏହି ମରୁଭୂମି ଉପରେ ମୋର ପିଲାଦିନେ ନନ୍ଦନର ଛାୟା ପଡ଼ିଥିଲା। ସେତେବେଳେ ଗାଁର ମକଦ୍ଦମ ଏହି ମନ୍ଦିର ତୋଳିବାକୁ କଳ୍ପନା କଲେ। ଏଇ ଯେ କୁଟୀର ଖଣ୍ଡିକରେ ମୁଁ ବସିଛି, ଏହା ମୋର ପିତୃ ପିତାମହ ଅର୍ଜିତ ଭୂମି। ଏହି ଭୂମି ଉପରେ ମନ୍ଦିର ତୋଳା ହେଲା। ଏତିକି କହି ବୃଦ୍ଧ ଟିକେ ନୀରବ ହେଲେ। ତାପରେ କ'ଣ ଚିନ୍ତା କରି କହିଲେ, ମୋ ବଂଶ କାରିଗର ବଂଶ, ଭାଗ୍ୟ ଦୋଷରୁ ଗରିବ ହେଲୁ। ଏଇ କୁଡ଼ିଆ ଜମି ଛାଡ଼ି ବାକି ସବୁ ମକଦ୍ଦମଙ୍କ ପାଖରେ ବନ୍ଧକ ପଡ଼ିଲା। ତାହା ଆଉ ହାତକୁ ଆସିଲା ନାହିଁ। ମକଦ୍ଦମ କହିଲେ ତାହାରି ଉପରେ ମନ୍ଦିର ତୋଳିବାକୁ ହବ। ନିଜ ଘରେ ଦେବତା ମନ୍ଦିର ଗଢ଼ାଯିବ, ଏ ସୌଭାଗ୍ୟ କାହାର ହୁଏ? କିନ୍ତୁ ଆମ ପ୍ରାଣ ଏଇ ଭୂମିଖଣ୍ଡକ ଉପରେ, ଆମ ଛାତି ଉପରେ ଯେତେବେଳେ ଏ ମନ୍ଦିର ତୋଳାଯିବା ପ୍ରସ୍ତାବ ହେଲା, ଲୁହ ଢାଳି କେବଳ ତାରି ପ୍ରତିବାଦ କଲୁ। ଭାବିଲୁ ଦେବତା ମନ୍ଦିରରେ ନାହାନ୍ତି, ତେଣୁ ଗୁହାରି ଶୁଣାଯାଉ ନାହିଁ। ବୃଦ୍ଧ ପୁଣି ନୀରବ ରହି ଅତୀତକୁ ଆଖି ଫେରାଇଲା। ଫେରିଆସି ଇତିହାସ ଆରମ୍ଭ କଲା। ଜାତିରେ ମହାରଣା ମୁଁ। ମୋ ନାଁ ପ୍ରତାପ। ମଜୁରୀ ପାଇ ଆମରି ଜମିରେ ଆମେ ମନ୍ଦିର ତୋଳିବାକୁ ବାଧ୍ୟ ହେଲୁ। କି ଯାତନା! ମୋର 5 ପୁଅ 3 ଝିଅ ଏଇ ମନ୍ଦିର ତଳେ ପ୍ରାଣ ହରାଇଛନ୍ତି। ଟିକେ ଆଲୋକ ପାଇଁ, ଟିକେ ପବନ ପାଇଁ ସେମାନେ କାନ୍ଦି କାନ୍ଦି ମରିଛନ୍ତି। ଇଟା ଆସିଲା, ଚୂନ ଆସିଲା, ଆମରି ଘରକୁ ଆବୃତ କରି ଏହି ମନ୍ଦିର ମୁଣ୍ଡ ଟେକିଲା। ମନେ ପଡ଼ୁଛି, ଦିନଯାକ କାମ କରି ଆସି ରାତିରେ ଏଇ କୁଡ଼ିଆରେ ପଡ଼ି ଡାକେ, ପ୍ରଭୁ ହେ, ଦରିଦ୍ରର ଅପହୃତ ଭୂମିରେ ରହିବାକୁ କି ସୁଖ ପା! କହ ଦେଖି, ପ୍ରଭୁ କାହାନ୍ତି? ମୁଁ ନିଜେ ଦେଉଳରେ ନିଜ ହାତରେ ଖଣ୍ଡିଏ ପଥର ବସେଇ ମୋ ବୁକୁରେ ଖଣ୍ଡିଏ ପଥର ପକାଏ। ମୁଁ ସେତେବେଳେ କ'ଣ କରୁଥିଲି ଜାଣିପାରୁନଥିଲି। ମୋତେ ମୁଁ ହତ୍ୟା କରୁଥିଲି। ମୋର ସମାଧି ମୁଁ ଖୋଳୁଥିଲି। ପୁଣି ବୃଦ୍ଧ କହିଲା, ମନ୍ଦିର ତୋଳା ସରିଲା। ମୋର ବଂଶର ସମାଧି କାର୍ଯ୍ୟ ଶେଷ ହେଲା। ସେତେବେଳେ ଏଇ ସଂକୀର୍ଣ୍ଣ କୁଟୀର ଭିତରେ ମୁଁ ଥାଏ ଏକାକୀ। ତାପରେ ଦେବତା ଗଠନ ଚାଲିଲା। ଚାହୁଁ ଚାହୁଁ 5 ବର୍ଷ ଗଲା। ଦେବତାଙ୍କ ଗଳାରେ ମାଳି ହେଇ, ଦେହରେ ଲୁଗା ତାଙ୍କୁ ପିନ୍ଧେଇ, ଅଭୟ ବରଦ ବେଶରେ ଯେତେବେଳେ ନେତ୍ର ଖଞ୍ଜିଲି, ସେ କଥା ମନେ ଅଛି। ମୋରି ଘରେ ଦେବତାଙ୍କର ଆସନ ହେଲା, ମନ୍ଦିର ପ୍ରତିଷ୍ଠା ହେଲା। ତାପରେ ଆସିଲେ ଭକ୍ତ। ବିପୁଳ କୋଳାହଳରେ ଏ ଉପକୂଳ ପୁରି ଉଠିଲା। ଫୁଲ, ଚନ୍ଦନ, ଧୂପ, ଗନ୍ଧରେ ଜଗତ ସୁବାସିତ ହେଲା। ଡାକ ଶୁଭିଲା, ପ୍ରଭୁ ହେ,
ଅନାଥର ନାଥ, ଅଗତିର ଗତି, କରୁଣା ସାଗର ହରି। ଏ ସକଳ ପ୍ରାର୍ଥନା ମୋ ପ୍ରାଣରେ ପ୍ରତିଧ୍ୱନିତ ହେଲା। ସେତେବେଳକୁ ମୁଁ ଅନ୍ଧ। ଭାବିଲି ସାହସାଥୀହୀନ ଅନ୍ଧକୁ ତାହାରି ହାତଗଢ଼ା ଦେବତା କି ରକ୍ଷା କରିବେ ନାହିଁ। ଡାକିଲି ଡାକିଲି ଡାକିଲି, ଅନ୍ଧ ମୁଁ କେତେ ଡାକିଲି। ମୋ ଦେବତା କେଉଁ ଅଗତିର ଗତି ହେଇଥିବେ କେଜାଣି। ମାତ୍ର ମୋର ଗତି ମୁକ୍ତି କିଛି ହେଲା ନାହିଁ। ପ୍ରାଣରେ ଅଭିମାନ ଆସିଲା, ରାଗ ଆସିଲା, ପ୍ରତିହିଂସା ଆସିଲା। ଦିନେ ଅନ୍ଧାର ରାତିରେ ଦାରୁଣ ଅଭିଶାପରେ ହୃଦୟ ପୂର୍ଣ୍ଣ କରି ମନ୍ଦିର ଭିତରେ ପଶି ଦେବତାକୁ ଟାଣି ଆଣିଲି। ଆଜି ସେ ମୋ କୁଟୀରରେ ବନ୍ଦୀ। ତାପରେ ଭକ୍ତ ଆସିଲେ, ଦେବତା ଅନ୍ତର୍ଧ୍ୟାନ ହୋଇଛନ୍ତି ବୋଲି ସ୍ଥିର କଲେ। ସେତେବେଳେ ମୁଁ ବିକଟ ଭାବରେ ହସି ଉଠିଲି। ସେ ହାସ୍ୟର ଝଙ୍କାର ଏବେ ମଧ୍ୟ ମୋ ପ୍ରାଣରେ ଅଛି। ମୋ ଦେବତାକୁ କିଏ ଦେଖିବାକୁ ଆସିଲା ବେଳେ ମୁଁ ସେହିପରି ହସି ଉଠେ। ଏବେ ସେ ମକଦ୍ଦମ ନାହାନ୍ତି। ଗାଁ ଏବେ ଉଠି ଏକ ଖଣ୍ଡ ଦୂରରେ ଚିଲିକା ତାର ସର୍ବଗ୍ରାସୀ ବନ୍ୟାରେ ଏ ସ୍ଥାନକୁ ବର୍ଷ ବର୍ଷ ଧ୍ୱଂସ କରିବାରେ ଲାଗିଛି। ମନ୍ଦିର ଆଜି ପାଷାଣ ସ୍ତୂପ, ଦେବତା ଆଜି ବନ୍ଦୀ, ଏ ଅନ୍ଧ ଆଜି ଆଉ ଏକ ଯାତ୍ରା ପାଇଁ ପ୍ରସ୍ତୁତ। ଏତିକି କହି ବୃଦ୍ଧ ନୀରବ ହେଲା। ଥରେ ସେ ଜୀର୍ଣ୍ଣ ମନ୍ଦିର, ଥରେ ସେଇ ଜରାଜୀର୍ଣ୍ଣ ବୃଦ୍ଧଙ୍କୁ ଚାହିଁ ମସ୍ତକ ଅବନତ କଲି। ସେଦିନ ବିଦାୟ ନେଇ ଆସିଲା ପରେ କେତେଥର ସେଠାକୁ ଯାଇଛି, ମାତ୍ର ସେ ପାଷାଣ ମନ୍ଦିର ଭିତରକୁ ନୁହେଁ। ସେଇ କୁଟୀର ମନ୍ଦିର ପାଖରେ ଦେବତାଙ୍କର ଦେବତା ସେଇ ବୃଦ୍ଧଙ୍କୁ ଦର୍ଶନ କରି ଆସିଛି। ତା ପ୍ରାଣ କାବ୍ୟକୁ ପଢ଼ି ଆସିଛି। ଶେଷ ହେଲା କ୍ଷୁଦ୍ରଗଳ୍ପ ଦେବତାର ବିଧାତା। ଗାଳ୍ପିକ ଗଦାବରୀଶ ମହାପାତ୍ର। ଉପସ୍ଥାପନାରେ ମୁଁ ହିମାଂଶୁ ଶେଖର ମହାନ୍ତ। ନମସ୍କାର।